শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত পঞ্চম স্কন্ধ পঞ্চবিংশ অধ্যায়। পাতাଳେ থিবা সংকର୍ଷଣ চরিত 25 ବର୍ଣ୍ଣନ। ଶ୍ରୀଶୁକ ଉବାଚ ପାତାଳ ତଳେ ହେ ରାଜନ 30 ସହସ୍ର ଯୋଜନ। ତାମସୀ କଳା ଯେ ବିଶେଷ ଅନନ୍ତ ନାମେ ଯେ ପ୍ରକାଶ। ଯେ ବିଷ୍ଣୁ ଅଂଶବନ୍ତ ହୋଇ ଶଙ୍କର ଶଣ ନାମ ବହି। ଅନନ୍ତ ମୂରତି ଠାକୁର ସହସ୍ର ମସ୍ତକ ତାହାର। ତାହାର 21 ଶିରରେ ମହିମଣ୍ଡଳ ଅଛି ସ୍ଥିରେ। ଯେ ସୃଷ୍ଟି କରଇ ସଂହାର ଭ୍ରୁକୁଟି କରିଣ କରାଳ। 11 ରୁଦ୍ର ଯେ ହୋଇ ଶଙ୍କର ଶଣ ସେ ବୋଲାଇ। 3 ଲୋଚନ 3 ଶିର ପ୍ରଚଣ୍ଡ ଶୂଳଟି ଯାହାର। ଭକ୍ତିରେ ଅହିପତିମାନ ଯାହାରେ କରନ୍ତି ବନ୍ଦନ। ତାହାର ଚରଣ କମଳ ବିରାଜେ ନଖର ମଣ୍ଡଳ। ନଖମଣିରେ ଶିରପନ୍ତି ଚନ୍ଦ୍ରକୁ ଜିଣି ଦିଶେ କାନ୍ତି। କୁଣ୍ଡଳ ପ୍ରଭାରେ ମଣ୍ଡିତ ଗଣ୍ଡ ଯୁଗଳ ହୃଷ୍ଟ ଚିତ। ତାହାଙ୍କ ଚରଣାର ବିନ୍ଦେ ଚକ୍ଷୁ ନିବେଶନ୍ତେ ଆନନ୍ଦେ। ପରମ ଭକ୍ତି ଯୋଗ ମତେ ଉଦିତ ହୋଏ ହୃଦଗତେ। ଯାହାଙ୍କୁ ବିବିଧ ବିଧାନେ ସେବନ୍ତି ନାଗ କନ୍ୟା ମାନେ। ଯେ ଧରେ ରୂପ ମନୋହର ବିଶୁଦ୍ଧ ଧବଳ ଶରୀର। ବିପୁଳ ବକ୍ଷସ୍ଥଳ ତାର କୁଙ୍କୁମ ଚନ୍ଦନେ ରୁଚିର। ହଳମୁସଳ କରେ ଯାର କିଅ ଦେବା ପଟାନ୍ତର। ରଜତ ସ୍ତମ୍ଭ ଭୁଜ ଦୁଇ ମନ୍ଦସ୍ମିତରେ ମୁଖ ସୋହି। ମୁଦେ ମୁଦିତ ଜାଲୋଚନ ବିଘୂର୍ଣ୍ଣ ଅରୁଣ ନୟନ। ସେ ଯେ ଅନନ୍ତ ଭଗବାନ ଅନନ୍ତ ଗୁଣର ନିଧାନ। ସେ ଆଦି ଦେବ ଯେ ଈଶ୍ୱର କ୍ରୋଧକୁ କରିଣ ସଂହାର। ଲୋକ ପାଳନ ନିମନ୍ତରେ ତହିଁ ଅଛନ୍ତି ସେ ଠାକୁରେ। ଉରଗସୁର ଯେ ଅସୁର ସିଦ୍ଧ ଗନ୍ଧର୍ବ ବିଦ୍ୟାଧର। ଅଶେଷ ମୁନିଗଣ ଯେତେ ଆନନ୍ଦେ ଯେ ଯାହାର ମତେ। ଅପରେ ପାରିଷଦ ଗଣେ ସେବନ୍ତି ଯାହାର ଚରଣେ। ନବ ତୁଳସୀ ପୁଷ୍ପ ଶିରେ ଗନ୍ଧ ଆମୋଦଇ ପ୍ରଖରେ। ଗନ୍ଧେ ମଧୁକର ନିକର ଧ୍ୱନି କରନ୍ତି ମନୋହର। ବନମାଳାଏ କଣ୍ଠେ ଧରି କୁଣ୍ଡଳ ଅତି ମନୋହାରୀ। ସୁନ୍ଦର ଭୁଜ ଲମ୍ବମାନ ମହେନ୍ଦ୍ର ବାରଣ ଯେ ସନ। ଧ୍ୟାନ ଶ୍ରବଣ ଯୋଗ ସାରେ ମୁନି ଚିନ୍ତନ୍ତି ଯାମନରେ। କଳି କଳୁଷ କର୍ମଗନ୍ଥି ଅବିଦ୍ୟା ନାଶ ଯେ କରନ୍ତି। ଶ୍ରଦ୍ଧା ଆରତେ ଯେ ବାଜନ ଯେବେ କରଇ ସୁମରଣ। ଯେ ଏହା କରନ୍ତି ସକଳ କରୁଣା ବହେ ଆଦି ମୂଳ। ଯାହାର ଅନୁଭବ ମାନ ନାରଦ ମୁନି ହେ ରାଜନ। ବ୍ରହ୍ମା ସଭାରେ ବିସ୍ତାରିଲେ ସକଳେ ଶୁଣି ନିସ୍ତାରିଲେ।
ଯାହାର କଟାକ୍ଷକୁ ପାଇ ଉତ୍ପତ୍ତି ସ୍ଥିତି ଲୟ ହୋଇ ଯାର ମୂରତି କୃପାମୟୀ ସତ ସତ ଯାର ଦେହି ସୁଜନ ମନ ହରିବାରେ ମୃଗେନ୍ଦ୍ର ପ୍ରାୟ ଲୀଳା କରେ ଯାହାର ନାମ ସୁମରଣ ଶ୍ରବଣ କୀର୍ତ୍ତନ ରାଜନ ଘୋର ଦୁର୍ଗମେ ନର ଥାଇ ଯେବେ ଆରତେ ସୁମରଇ ଆପଦ ଯାଇ ତାର ଦୂର ସକଳ ପାପୁ ହୁଏ ପାର ଆଶ୍ରୟ ହୋଇଲେ ତାହାର ମୋକ୍ଷକୁ ଲଭେ ସେ ନିର୍ଭର ଭୂଗୋଳ ନାନା ନଦୀଗିରି ଦ୍ୱୀପ ସମୁଦ୍ର ଆଦି କରି ଯାହାର ମସ୍ତକେ ଜଗତ ସ୍ଥିରେ ଅଛଇ ପରୀକ୍ଷିତ ଅତି ବିକ୍ରମ ସେ ପୁରୁଷ କେ କହୁଁ ତା ରୂପ ବିଶେଷ ଯେ ଆତ୍ମତନ୍ତ୍ର ଭଗବାନ ତାର ଅଶେଷ ଗୁଣ ଗ୍ରାମ ଲୀଳା ମାତ୍ର କେ ସଂସାର ଯେ ଧରି ଅଛି ବିଶ୍ୱଭାର ହେମନ୍ତ ପ୍ରଭାବ ଯାହାର ଦୁରନ୍ତ ବୀର୍ଯ୍ୟ ସେ ଠାକୁର ଏବେ କହିଲୁ ଜୀବଗତି କର୍ମରୁ ଯେ ଯାହା ବୁଝନ୍ତି ଯାହାର ସ୍ଥାନଟି ଯେମନ୍ତ ସକଳ କରିଲୁ ବିଦିତ ଯାହାର ଯେମନ୍ତ ଲକ୍ଷଣ ଯେ ଧର୍ମ ଯାର ଆଚରଣ ଯେ ଉଚ୍ଚ ନିଚ ଜୀବଜନ୍ତୁ ଯାହାର ଯେ କର୍ମ ଯେହେତୁ ତୁମ୍ଭ ପ୍ରସନ୍ନ ଅନୁସାରେ ସକଳ କହିଲୁ ତୁମ୍ଭରେ ଏବେ କି ତୁମ୍ଭ ଅଭିଳାଷ ଅପରେ କହିବୁ ବିଶେଷ ଅଖିଳ ବ୍ରହ୍ମାଣ୍ଡ କାରଣ ଅନାଦି ପ୍ରଭୁ ନାରାୟଣ ସେ ପ୍ରଭୁ ଚରଣେ ମୋ ମତି ଅନବରତେ ହେଉ ସ୍ଥିତି କହି ଜଗନ୍ନାଥ ଦାସ ହରିଚରିତେ ସୁଧାରସ ସୁଜନେ ଶୁଣ ଦେଇ ମନ ଫିଟିବ ଭବର ବନ୍ଧନ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ପଞ୍ଚମ ସ୍କନ୍ଧେ ସଂକର୍ଷଣ ମାହାତ୍ମ୍ୟଂ ନାମ ପଞ୍ଚବିଂଶୋ ଅଧ୍ୟାୟ।